କିନ୍ତୁ ଦଳର ସଭାପତି ମାନନୀୟ ଶ୍ରୀ ନବୀନ ପଟ୍ଟନାୟକ ପାଟକୁରାବାସୀଙ୍କୁ କାଲି ସମ୍ବୋଧନ କରି ଯାହା କହିଲେ ସେଟା ସଫିସିଏଣ୍ଟ ଇନଫ୍। ଯିଏ ତାର ଏରିଆର ନ ହବ ସେ ଆଉ କାହାର କଣ ହବ? ଯୋଉ ବାସ୍ତବତା ଆପଣଙ୍କୁ ବିଗତ 4 ଦିନ ହେଲାଣି କୁହାଯାଉଛି, ସବୁଥିରେ କନେକ୍ଟିଭିଟି ଅଛି, ସବୁଥିରେ କନେକ୍ସନ ଅଛି। ଯଦି କିଛି ବ୍ୟକ୍ତି ବିଶେଷ ତାକୁ ଚାହିଁବେ ଯେ ଗୋଟେ ଭେଷ୍ଟେଡ ମୋଟିଭ ରଖିକିରି ତାକୁ ଭୁଲ ବୋଲି ପ୍ରମାଣ କରିବା ପାଇଁ, ତାଙ୍କୁ ଆମର କିଛି କହିବାର ନାହିଁ। କିନ୍ତୁ ଗତକାଲି ରାତିରେ ଅତି ସ୍ପଷ୍ଟ ଭାବେ ମାନନୀୟ ସଭାପତି ଯେତେବେଳେ ସମସ୍ତ ପାଟକୁରାବାସୀ ଯୋଉମାନେ ଆସିଥିଲେ ଏ ଯୋଉ ନିଲମ୍ବନକୁ ସ୍ୱାଗତ କରି, ଯାହା ଭିତରେ ଇଲେକ୍ଟେଡ ପ୍ରତିନିଧି ଥିଲେ, ଜିଲ୍ଲା ପରିଷଦର ସଦସ୍ୟ ଥିଲେ, ପଞ୍ଚାୟତ ସମିତିର ମେମ୍ବର୍ସ ଥିଲେ, 300ରୁ ଉର୍ଦ୍ଧ୍ୱ ଲୋକ ତାଙ୍କ ଆଗରେ ଯେତେବେଳେ ସେ ତାଙ୍କର ବକ୍ତବ୍ୟ ରଖିଲେ ସେଟା ଆବସଲ୍ୟୁଟଲି କ୍ଲିୟର। ସେ ଷ୍ଟ୍ରେଟ୍ ଅୱେ କହିଛନ୍ତି ଯେ ଯୋଉ ଭରସାରେ ସେ ତାଙ୍କୁ ଟିକେଟ ଦେଇଥିଲେ ସେ ଭରସା ସେ ରଖିପାରିଲେ ନାହିଁ। ଯେତେବେଳେ ତାଙ୍କ ପାଖକୁ ସବୁ ଖବର ଆସିଲା, ନ୍ୟାଚୁରାଲି ଯୋଉ ଆକ୍ସନ ସଦାବେଳେ ନିଆଯାଇଛି ସେ ଆକ୍ସନ ନିଆଗଲା। ଏଇଟାରେ ମତେ କୁହନ୍ତୁ, ୟା ପୂର୍ବରୁ କୁହାଯାଇଥିଲା, ମୁଁ ନିଜେ କହିଥିଲି ଯେ ମାନନୀୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳକୁ ଗୋଟେ ସଶକ୍ତ ଲୋକ ଭଲ ପାଉଥିବା ଦଳ ହିସାବରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ପ୍ରାୟ ଆପଣ 3 ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଲୋକଙ୍କ ଆଶୀର୍ବାଦ ପାଇ ବାଗଡୋର ଧରିଥିଲେ। ଏବେ ଯେତେବେଳେ ବିରୋଧୀ ଦଳରେ ଅଛନ୍ତି, ତଥାପି ବିରୋଧୀ ଦଳର ନେତା ହିସାବରେ ସେ ତାଙ୍କ ନେତୃତ୍ୱରେ 1 କୋଟିରୁ ଉର୍ଦ୍ଧ୍ୱ ମେମ୍ବର, ଆମକୁ ଗୋଟେ ଡିସିପ୍ଲିନ ହେଇକିରି ରହିବାର ଅଛି। ଯିଏ ଡିସିପ୍ଲିନ ଉର୍ଦ୍ଧ୍ୱକୁ ଯାଇଛି, ଯିଏ ଦଳକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରିଛି, ସଦାବେଳେ ଆକ୍ସନ ନିଆଯାଇଛି। ଆଜି ବି ଆକ୍ସନ ନିଆଗଲା। ସେଥିପାଇଁ କିଛି ସେଥିରେ ଇଏ ଯୋଉ ପଚାରୁଛନ୍ତି ସେ ପଚାରିବାର ଅବକାଶ କୋଉଠି ଆସୁଛି? ମୁଁ ତ ଆଶ୍ଚର୍ଯ୍ୟ। ଯୋଉଠି ଲୋକେ କହୁଛନ୍ତି ଯେ ଆମର ଏଇ ସମସ୍ୟା, ତା ବିଷୟରେ ମୁଁ କହିବାକୁ ଆଉ ବିଶେଷ ଚାହିଁବି ନାହିଁ। କାହିଁ ଲୋକେ ଯୋଉଟା କହୁଛନ୍ତି ଆଉ ନେତା ଯୋଉଟା ତାଙ୍କୁ ଉତ୍ତର ଦଉଛନ୍ତି, ତାପରେ ଆଉ କଣ ଅବକାଶ ରହିଲା ମୁଁ ଜାଣେ ନା। କିନ୍ତୁ କିଛି ଲୋକ ଯିଏ ଚାହୁଁଛନ୍ତି ଯେ ସତ୍ୟଠୁ ଦୂରରେ ରହିକିରି ଜାଣିକିରି କିଛି ଡ୍ରପ୍ କରିବେ, ସେ ତାଙ୍କର କରୁଥିବେ। କିନ୍ତୁ ସତ୍ୟତା ତ ପୁରା ବାହାରକୁ ଫୁଟିକିରି ଆସି ପହଞ୍ଚିଲାଣି।